ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆସ ଖାଇବା ଦେଶୀ ଷ୍ଟାଇଲ ଇଣ୍ଡିଆନ ଷ୍ଟାଇଲ ପିଜ୍ଜା। ଦେଖନ୍ତୁ, ଇଣ୍ଡିଆନ ପିଜ୍ଜା ପାଇଁ ମୁଁ ସୁଇଟ୍ କର୍ନ, ଅନିଅନ ଆଉ ବିଟ୍ ନେଇକି ଭଲକି ତାକୁ ଚକଟି ଦେଲି, ଦେଖିପାରୁଥିବେ। ତାପରେ ଧନିଆ ପତ୍ର ଟିକେ ପକେଇଦେଲି, ଚୁନ ଚୁନ ମୁନ ମୁନ କରି କାଟିକି। ଦେଖନ୍ତୁ, ଗ୍ରୀନ୍ ଗ୍ରୀନ୍ ଧନିଆ ପତ୍ର ତ କେବେ ଆପଣମାନେ ଦେଖିନଥିବେ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ନାଲି, ହଳଦିଆ, ଧଳା। ତାପରେ ତାୱା ଟିକେ ଗରମ କରିକି ସୋରିଷ, ଜିରା, ଧନିଆ ପତ୍ର ପକେଇକି ତାକୁ ଟିକେ ଭଲକି ଭାଜିଦେଲି। ତାପରେ ସେଇ ମିକ୍ସରେ ପକେଇଦେଲି। ତାପରେ ଦେଖନ୍ତୁ ପୋଟଳ ପକେଇବା ଏବେ। ଦେଖନ୍ତୁ ପୋଟଳକୁ ଧରିଲି, ଚୁନ ଚୁନ ମୁନ ମୁନ କରି କାଟିଲି। ଦେଖିପାରିବେ କେତେ ସୁନ୍ଦର ଦେଖାଯାଉଛି ମିଶ୍ରଣଟା, ୱାଣ୍ଡରଫୁଲ, ବିୟୁଟିଫୁଲ। ତାପରେ ଟିକେ କଞ୍ଚା ଲଙ୍କା ପକେଇବା। କଞ୍ଚା ଲଙ୍କା ରାଗ ଲାଗେ ନା ମିଠା ଲାଗେ, କମେଣ୍ଟରେ କହିବେ। ତାପରେ ଗାଜର ଟିକେ ପକେଇବା। ଦେଖନ୍ତୁ କେତେ ୱାଣ୍ଡରଫୁଲ, କଲରଫୁଲ, ବିୟୁଟିଫୁଲ, ସବୁ ଫୁଲ ଦେଖାଯାଉଛି। ତାପରେ ଆସିଗଲା ଫୁଲକୋବି, ଫୁଲକୋବି ପକେଇଦେଲି। ଦେଖନ୍ତୁ ସବୁ କଲର ମିକ୍ସ, ମାନେ ଇନ୍ଦ୍ରଧନୁ ଭଳିକା ହେଇଗଲା। ତାପରେ ବିରି ବାଟିକି ଯେଉଁ ରଖିଥିଲି, ସେଇ ବିରି ବଟା ଦିହରେ ସବୁ ମିକ୍ସ ପକେଇଦେଲି। ଦେଖନ୍ତୁ ୱାଓ, ୱାଣ୍ଡରଫୁଲ ଦେଖାଯାଉଛି। ତାପରେ ତାୱା ଟିକେ ତେଲ ପକେଇକି ତାକୁ ଭଲକି ଗରମ କରିଦେଲି, ମାନେ ସେକିଦେଲି, ଦେଖିପାରୁଥିବେ। ଏହାକୁ 15 ମିନିଟ୍ ପାଖାପାଖି ସେକିଲି। ଦେଖନ୍ତୁ କେତେ କଲରଫୁଲ, ବିୟୁଟିଫୁଲ, ୱାଣ୍ଡରଫୁଲ, ସେକ୍ସିଫୁଲ ବି ଦେଖାଯାଉଛି। ତାପରେ ଗାର୍ନିସିଂ ପାଇଁ ଉପରେ ଚିନା ବାଦାମ ପକଉଛି। ଦେଖନ୍ତୁ କେତେ ବିୟୁଟିଫୁଲ ଦେଖାଯାଉଛି। ଦେଖନ୍ତୁ, ଆଉ ଦୋସାଟା ଆଉ ଏ ଇଣ୍ଡିଆନ ପିଜ୍ଜାଟା କେମିତି ଲାଗିବ ଟିକେ କହିବ ହେଲା, କେମିତି ଲାଗିବ ଯେ ଇଣ୍ଡିଆନ ପିଜ୍ଜା, ଦେଶୀ ଷ୍ଟାଇଲ ପିଜ୍ଜା। ଦେଖନ୍ତୁ ତାପରେ ଉପରେ ଟିକେ ସୁଇଟ୍ କର୍ନ ପକଉଛି। ଦେଖନ୍ତୁ ଇଣ୍ଡିଆନ ପିଜ୍ଜା କେହି ଖାଇନଥିବ। ୱାଓ, ଦେଖ କେତେ ସୁନ୍ଦର ଦେଖାଯାଉଛି। ତା ସାଥିରେ ମୁଁ ଆଳୁଦମ ଟେ ରଖିଛି। ସେ ଆଳୁଦମ ତ ନୁହଁ, ସମ୍ବର ଆଉ ଆଳୁଦମ ମିକ୍ସ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଦେଖନ୍ତୁ ୱାଓ, ତମେ ତ କେବେ ଖାଇନଥିବ ଜୀବନରେ, ସବୁ ଦେଖିତ ନଥିବ, ଭାବି ନଥିବ। ବାସ୍ନାଟା ବି ମସ୍ତ ହଉଛି, ଭୂଷଣ ପତ୍ର ଯେଉଁ ପଡୁଛି ଆଳୁଦମ। ଦେଖନ୍ତୁ